ଆପଣ ବି ଆପଣଙ୍କର ରିଲେସନ୍କୁ ଭାଇରାଲ୍ କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ। କାହିଁକିନା ଆଜିକା ଡେଟ୍ରେ ଆପଣଙ୍କ ଲଭ୍ ରିଲେସନ୍ ଯେତେ ଲୁଚାଇ ରଖିବେ ସେତେ ଭଲ। ଆପଣଙ୍କ ପୁଅ କି ପାରୁଥିବେ, ଆପଣ ଏହି ପୁଅକୁ ଦେଖିପାରୁଥିବେ, ଏଇ ଯୋଡ଼ିଟିକୁ ଦୁଇ ଜଣ ରିଲେସନସିପ୍ରେ ଥିଲେ। ଇଏ ଦେଖନ୍ତୁ, ଇଏ ବହୁତ ବଡ଼ ଖେଳାଳି ସ୍ମୃତି। ଏ ପୁଅଟି ନାଁ ପଲାଶ। ଦେଖନ୍ତୁ ଦୁଇ ଜଣ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ମ୍ୟାରେଜ୍ ବି ଆଙ୍କର ଠିକ୍ ହେଇଯାଇଥିଲା। କାଲି ରାତିରେ ଆଙ୍କର ମ୍ୟାରେଜ୍ ଭାଙ୍ଗି ଯାଇଛି। କାହିଁକିନା ସ୍ମୃତି ଜାଣିବାକୁ ପାଇଲେ ଯେ ପୁଅଟିର ଅଲଗା ରିଲେସନସିପ୍ ଥିଲା, ଆଙ୍କୁ ଚିଟ୍ କରିଥିଲେ। ଗୋଟେ ସୋସିଆଲ୍ ଭାଇରାଲ୍ ହ୍ୱାଟ୍ସଆପ୍ ମେସେଜ୍ ଅଲଗା ଝିଅଙ୍କ ସହିତ ଧରା ପଡ଼ିଲେ। ସେଥିପାଇଁ ସ୍ମୃତି ବାହାନା କରି ବାପାଙ୍କ ଦେହ ଖରାପ କହି ସେଥିପାଇଁ ମ୍ୟାରେଜ୍ଟିକୁ କାଲି ରାତିରେ ଭାଙ୍ଗି ଦେଇଛନ୍ତି। ଦେଖନ୍ତୁ, ଆଜିକା ଡେଟ୍ରେ ଯାହାକୁ ବି ଆପଣ ଭଲ ପାଉଛନ୍ତି, କାହା ଉପରେ ଆଉ ଭରସା ନାହିଁ। କାହିଁକିନା ଆଜିକା ଡେଟ୍ରେ ଦେଖନ୍ତୁ, ଆପଣ ଯେତେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିବେ ଆପଣଙ୍କ ଲଭ୍ ରିଲେସନସିପ୍କୁ, ଆପଣ ସବୁବେଳେ ଆପଣଙ୍କ ରିଲେସନସିପ୍କୁ ଲୁଚାଇ ରଖନ୍ତୁ। କାହିଁକିନା ଦେଖନ୍ତୁ, ଏଇ ଦୁଇ ଜଣ ବହୁତ ଭାଇରାଲ୍ କରି ଦେଖନ୍ତୁ ଷ୍ଟେଜ୍ରେ ପ୍ରପୋଜ୍ କରିଥିଲେ। ଦେଖନ୍ତୁ ତାଙ୍କ ଲଭ୍ ରିଲେସନସିପ୍ ବହୁତ ଭଲ ଯାଇଥିଲା। ଦେଖନ୍ତୁ, କଥାରେ କହିନି ଯେମିତି ଭଗବାନଙ୍କର ନଜର ଲାଗିଥାଏ, ଲୋକଙ୍କର ସବୁ ନଜର ଲାଗିଥାଏ। ଆଜି ଦେଖନ୍ତୁ ଏଇଭଳି ଦୃଶ୍ୟ ସତକୁ ସତ ଏଇ ଘଟଣାଟି ଘଟିସାରିଛି। ଆଜିକା ଡେଟ୍ରେ ଯାହାକୁ ଭଲ ପାଉଛନ୍ତି ସବୁବେଳେ ଲଭ୍ଟିକୁ ରିଲେସନ୍ଟିକୁ ଲୁଚାଇ ରଖନ୍ତୁ। ଦେଖନ୍ତୁ ଏଇ ଝିଅଟିକୁ ଅଲଗା ଝିଅଟିକୁ ଦେଖନ୍ତୁ ଭଲ ପାଇଥିଲେ। ଦେଖନ୍ତୁ ଆଜିକା ଲଭ୍ ରିଲେସନ୍ରେ ଯେହେତୁ ଆପଣଙ୍କର ଗୋଟେ ପୁଅ, ସବୁବେଳେ ସମସ୍ତଙ୍କୁ ତ ମୁଁ କହିପାରିବିନି କାହିଁକିନା ଏଇଟା ଭୁଲ ହୋଇପାରେ, ବଟ୍ ମୁଁ ଗୋଟେ କଥା କହୁଛି, ଯଦି ଆପଣ ଲଭ୍ କରୁଛନ୍ତି ଆପଣ ଲଭ୍କୁ ଯେତେ ଲୁଚାଇ ରଖିବେ ସେତେ ଭଲ। କାହିଁକିନା ଆଜିକା ଡେଟ୍ରେ ଯିଏ ସୋସିଆଲ୍ ମିଡ଼ିଆ ଫେସବୁକ୍ ଇନଷ୍ଟାଗ୍ରାମ୍ ଦେଖାଉଛନ୍ତି, ଲାଷ୍ଟକୁ ତାଙ୍କର ମ୍ୟାରେଜ୍ଟି ଭାଙ୍ଗି ଯାଉଛି। ସେଥିପାଇଁ ଆପଣ ଯେତେ ଚେଷ୍ଟା କରନ୍ତୁ ଆପଣ ଲଭ୍ ରିଲେସନ୍ଟିକୁ ଲୁଚାଇ ରଖିବା ପାଇଁ। କିଏ ଜାଣେ କେଉଁ ମୁହୂର୍ତ୍ତରେ କିଏ ଛାଡ଼ିକି ଯିବ। କାହିଁକିନା ଦେଖନ୍ତୁ ଏଭଳି ଦେଖନ୍ତୁ ଭଲ ପାଇବା ଯଦି ଗୋଟେ ରାତି ଗୋଟେ ସେକେଣ୍ଡରେ ଯଦି ଭାଙ୍ଗି ପାରୁଛି, ଦେଖନ୍ତୁ ଏଇ ଝିଅଟିକୁ ସମସ୍ତେ ଅନଲକି ଭାବୁଥିବେ। ହେଲେ କିନ୍ତୁ ଏପଟେ ଗୋଟେ କଥା ଦେଖନ୍ତୁ, ଅନଲକି ନୁହଁ, ଇଏ ହେଉଛି ସବୁଠାରୁ ଲକି। କାହିଁକିନା ଭଗବାନ ଗୋଟେ ଖରାପ ରିଲେସନ୍ରୁ ଏଇ ଝିଅଟିକୁ ବଞ୍ଚେଇ ଦେଇଛନ୍ତି। ଆଜିକା ଡେଟ୍ରେ ଦେଖନ୍ତୁ ଏଇ ଝିଅଟି, ଆପଣ କମେଣ୍ଟରେ କୁହନ୍ତୁ ଏଇ ଝିଅଟି ଠିକ୍ କରିଛି ନା ଭୁଲ କରିଛି। ତାଙ୍କ ବାପାଙ୍କ ଦେହ ଖରାପ ମିଛ ଅଭିନୟ ନେଇ ଏ ବାହାଘର ମ୍ୟାରେଜ୍ଟିକୁ ଭାଙ୍ଗି ଦେଇଛନ୍ତି। ଦେଖନ୍ତୁ ଏଇ ପୁଅଟି ତାଙ୍କ ସହିତ ଚିଟ୍ କରିଥିଲେ। ଆପଣ ଦେଖିପାରୁଥିବେ ପୁଅଙ୍କ ମନରେ କିଏ କ'ଣ କହିପାରିବ। ଆଜିକାଲିକା ଯେତେ ଭଲ ପୁଅ ହୁଅନ୍ତୁ ନା କାହିଁକି, ଯେତେ ଭଲ ଝିଅ ହୁଅନ୍ତୁ ନା କାହିଁକି, ଭିଡ଼ିଓଟିକୁ ଭଲ ଲାଗିଥିଲେ ନିଶ୍ଚୟ କମେଣ୍ଟ କରିବେ। ରହୁଛି, ନମସ୍କାର।